ଯେତେ ପ୍ରୟାସ କଲେ ବି କମୁନି ଖଣିଜ ପଦାର୍ଥ ଚୋରି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ନୟାଗଡ଼ ରେଳ ସାଇଡିଂ ନିକଟରେ ପଡ଼ିଥିବା ଲୁହାପଥର ଗୁଣ୍ଡ ଗଦାରୁ ପୁଣି ଆରମ୍ଭ ହୋଇଛି ଖଣିଜ ଚୋରା କାରବାର। ତେବେ ପୂର୍ବରୁ ଏହି ଲୁହାପଥର ଗୁଣ୍ଡକୁ ଯୋଡ଼ା ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ଜବତ କରାଯାଇଥିବା ତତ୍କାଳୀନ ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରୱାଲ ସୂଚନା ଦେବା ସହିତ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ପରେ ଏହା ଓଡ଼ିଶା ଖଣି ନିଗମ ମାଧ୍ୟମରେ ନିଲାମ ହେବ ବୋଲି କହିଥିଲେ। ହେଲେ ୟା ମଧ୍ୟରେ ଶ୍ରୀ ଅଗ୍ରୱାଲଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିବା ବେଳେ ନୂତନ ଭାବେ ଯୋଡ଼ା ଖଣି ଉପନିର୍ଦ୍ଦେଶକ ବିଷ୍ଣୁ ରଞ୍ଜନ ସେଠୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। କିନ୍ତୁ ରେଳ ସାଇଡିଂର କିଛି ଦୂର ଏକ ଘରୋଇ ଜମି ଉପରେ ପଡ଼ି ରହିଥିବା ସେହି ଲୁହାଗୁଣ୍ଡକୁ ବିଳମ୍ବିତ ରାତିରେ ମେସିନ ସାହାଯ୍ୟରେ 3ଟି ଗାଡ଼ିରେ ଲୁଟ୍ କରି ଚୋରାରେ ପରିବହନ କରି ନିଆଯାଇଥିବା ସୂଚନା ମିଳିଛି। ତେବେ ପଡ଼ି ରହିଥିବା ଲୁହାପଥରକୁ ଅଦ୍ୟାବଧି ଓଡ଼ିଶା ଖଣି ନିଗମ ମାଧ୍ୟମରେ ନିଲାମ କରାନଯାଇ ଚୋରା ଚାଲାଣକାରୀଙ୍କ ହାତରେ ଏକ ପ୍ରକାର ଟେକି ଦିଆଯାଇଥିବା ଶୁଣିବାକୁ ମିଳୁଛି। ତେଣୁ ଏ ଦିଗରେ ଖଣି ବିଭାଗ ତତ୍ପର ହେବା ଆବଶ୍ୟକ। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।